ନମସ୍କାର। ଆଶା କରୁଛି ସମସ୍ତେ ଭଲରେ ଥିବେ। ମୋର ସମସ୍ତ ଫେସବୁକ୍ ବନ୍ଧୁମାନ କେମିତି ଅଛନ୍ତି? ଗତକାଲି ଗୋଟେ ମୁଁ ଫଟୋ ଅପଲୋଡ଼ କରିଥିଲି, ଆପଣମାନେ ଦେଖିଥିବେ। ସ୍କୁଲ ବ୍ୟାଗର ବୋଝ 2020 ମସିହାରେ ସରକାର ଗୋଟେ ଗାଇଡ଼ଲାଇନ୍ସ ଆଣିଥିଲେ ସ୍କୁଲ ବସ୍ତାନିର ବୋଝ କମେଇବା ପାଇଁ। କିନ୍ତୁ କିଛି ଦିନ ପାଇଁ ସେଟା ଚାଲିଲା, ବହୁତ ପ୍ରକାର ଆୱାରନେସ୍ କ୍ୟାମ୍ପେନ୍ ହେଲା, ବିଓ ମାନେ ସ୍କୁଲ ବୁଲିଲେ, କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଚିରାଚରିତ ବ୍ୟବସ୍ଥାକୁ ଚାଲି ଆସିଲା। ଦେଖନ୍ତୁ, ବର୍ତ୍ତମାନ ଯୁଗ ଅନୁସାରେ ସବୁ ଜିନିଷ ଅପଗ୍ରେଡ ହେଇଗଲାଣି। ଯେମିତି ଆମେ ପ୍ରଥମେ ବଡ଼ ବଡ଼ କ୍ୟାସେଟରେ ଭିଡ଼ିଓ ଦେଖୁଥିଲେ, ଭିସିଆର୍ ଭିସିପି କିଣି, ତାପରେ ସିଏ ସିମ୍ପ୍ଲିଫାଇ ହେଇକି ଡିସ୍କକୁ ଆସିଲା, ଚିପ୍ସକୁ ଆସିଲା, ପେନ୍ଡ୍ରାଇଭ୍ରେ ଆମେ ଦେଖିଲେ, ଏବଂ ବର୍ତ୍ତମାନ ଏହା ମୋବାଇଲରେ ଖାଲିରେ ଦେଖି ହେଉଛି। ତ ସବୁ ଜିନିଷ ଯେମିତି ଗୋଟେ ଟେକ୍ନୋଲୋଜି ବ୍ୟବହାର କରି ତାର ଆଗକୁ ବଢ଼ୁଛି, କିନ୍ତୁ ଏଇ ପାଠ ପଢ଼ାଟା କାହିଁକି ସେଇ ଘିସା ପିଟା ପ୍ରଥାରେ ଅଛି? ଆମେ ସ୍କିଲ୍ଡ ଏଜୁକେସନ କଥା କହୁଛେ, କିନ୍ତୁ ପ୍ରକୃତରେ ଉଦ୍ଦେଶ୍ୟ ନାହିଁ ପିଲା ସ୍କିଲ୍ଡ ହୁଅନ୍ତୁ। ମାର୍କ, ପରୀକ୍ଷା, ସିଲାବସ୍ ସାରିବା, ଏଇ ପାଠ ଯେଉଁ ପିଲାମାନେ ଏବେ ପଢ଼ୁଛନ୍ତି ଆଗାମୀ ଦିନରେ ତାଙ୍କର କ'ଣ କାମରେ ଆସିବ, ଏସବୁ ଜିନିଷ କିଏ ବିଚାର କରୁଛନ୍ତି? କାରଣ ଏବେ ସରକାର ମାନେ, ଆଗରୁ ଥିଲା ସରକାରଙ୍କର କାମ କ'ଣ? ସରକାରଙ୍କ କାମ ହେଲା ଗୁଡ୍ ଗଭର୍ଣ୍ଣାନ୍ସ ଦେବା, ଲୋକମାନେ କେମିତି ଭଲରେ ରହିବେ, ଉନ୍ନତି କରିବେ, ସମସ୍ତଙ୍କର ଇକୋନୋମିକାଲ ଡେଭଲପମେଣ୍ଟ ହେବ, ରୋଜଗାରକ୍ଷମ ହେବେ, ପିଲାମାନେ ଭଲ ମଣିଷ ହେବେ। ଏଇସବୁ ଜିନିଷ ପ୍ରତି ଧ୍ୟାନ ଦେବା କଥା। କିନ୍ତୁ ବର୍ତ୍ତମାନ ସରକାର ହେଲା ପରଠୁ ସେଇ ଯେଉଁ ନିର୍ବାଚିତ ସରକାର ମାନେ ଆଉ ଥରେ କେମିତି ସରକାର ଆସିବେ ସେଇ କାମରେ ଲାଗି ପଡ଼ୁଛନ୍ତି। ମାନେ ଇଲେକ୍ସନ ପ୍ରଚାର ସର୍ବସ୍ୱ ହେଇକି ରହିଗଲାଣି ବ୍ୟବସ୍ଥା। ଲୋକମାନଙ୍କର ଭଲ କହିଲେ କେବଳ ଫ୍ରି ବିଚ୍, ମାନେ କ'ଣ ଯୋଜନା କରିବା, କିଛି ବାଣ୍ଟି ଦେବା। ବାଣ୍ଟିବ କ'ଣ? କିଏ କାହା ଘରୁ ଆଣିକି କ'ଣ ଦେଉଛି? ଏଇ ଲୋକଙ୍କର ଟିକସ ପଇସା ବଣ୍ଟା ହେଉଛି। ତ କିଛି ବିଭ୍ରାନ୍ତି ହେଉଛନ୍ତି ଲୋକ, ସେ ଯୋଜନା ଆସିଲା, ଆମେ ଏଇଟା ପାଇଲୁ, ସେଇଟା ପାଇଲୁ। ତ ଆଜିର ଆଲୋଚନା ସେଇଟା ନାହିଁ। ମୂଳ କଥା ପାଠ ପଢ଼ାକୁ ନେଇକି ମୁଁ କହିବି, ପିଲାଟେ ସ୍କୁଲ ଯିବାକୁ କାହିଁ ଇଚ୍ଛା କରିବ? ସ୍କୁଲରେ ସେ କିଛି ନୂଆ ଶିଖିବାକୁ ପାଇବ, କିଛି ଜାଣିବାକୁ ଚାହିଁବ, ତା କଥା କିଏ ଶୁଣିବ? କିନ୍ତୁ କ'ଣ ହେଉଛି, ସ୍କୁଲ ଗୁଡ଼ାକ ସିଲାବସ୍ ସାରିବାରେ ବ୍ୟସ୍ତ, ତାଙ୍କର କରିକୁଲମ୍ ଦିଆହେଇଯାଇଛି, ଡୋମିନାନ୍ସ, କମ୍ପ୍ଲିଟଲି ଡୋମିନାନ୍ସ। ପିଲା କ'ଣ ଚାହୁଁଛି, କ'ଣ ଜାଣିବାକୁ ଚାହୁଁଛି, ସେ ବିଷୟରେ କାହାର ଇଣ୍ଟରେଷ୍ଟ ନାହିଁ। ଆସ, ଘୋଷ, ପରୀକ୍ଷା ଦିଅ, ମାର୍କ ନିଅ, ଘରକୁ ଯାଅ, ତାପରେ ତମେ କ'ଣ କରୁଛ କର। କିନ୍ତୁ ପିଲା ଗୋଟେ ଭଲ ମଣିଷ ହେବ, ଭଲ ଶିକ୍ଷା ପାଇବ, ଉତ୍ତମ ବ୍ୟବହାର କରିବ, ଘର ଭିତରେ କେମିତି ଭଲ ଭାବରେ ଦୁନିଆରେ ସମସ୍ତଙ୍କ ସାଙ୍ଗେ ଚଳିପାରିବ, ସେ ଜାଣିବା ନିହାତି ଦରକାର। ବ୍ୟବହାରିକ ଜ୍ଞାନ ଦରକାର। ସେ କଥା ପ୍ରତି କାହିଁ କିଏ କାମ କରୁଛି ମୁଁ ଜାଣିପାରୁନି।
ସକାଳ ପାଇଲେ ପିଲାଟି କାହିଁ ଇଚ୍ଛା କରୁନି। ତ ଅନ୍ ଆନ୍ ଆଭରେଜ ଆମେ ଦେଖୁଛେ ଗୋଟେ ସ୍କୁଲରେ 7ଟା ପିରିୟଡ଼, 7ଟା ପିରିୟଡ଼ ପାଇଁ 7ଟା ବହି, 7ଟା ଖାତା, ଟିଫିନ୍, ପାଣି ବୋଟଲ, ରଫ୍ କପି, ତା ସହିତ ସରକାରୀ ସ୍କୁଲର ବହି ଅଛି। ଯେଉଁମାନେ ବେସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି, CBSE ହଉ ବା ICSE ହଉ, ତାଙ୍କର NCERT ବହି ଛଡ଼ା ବି ଅନ୍ୟ ପବ୍ଲିସରମାନଙ୍କ ବହି, ସେ ପୁଣି ଏକ୍ସଟ୍ରା ବହି। ତ ଗୋଟେ ଅନ୍ ଆନ୍ ଆଭରେଜ ଆପଣ ଓଜନ କରିକି ଦେଖନ୍ତୁ ସେ ପିଲାର ବସ୍ତାନି କେତିକି ହେଭି ହେଇଯାଉଛି। ଆଉ 40 ମିନିଟର ଗୋଟେ ପିରିୟଡ଼ରେ ସେ ଟିଚର ବି କ'ଣ ପଢ଼େଇବ, ପିଲା କ'ଣ ବୁଝିବେ, ତାପରେ ବି ଦେଶ ଆଗେଇ ଚାଲିଛି। ତ ସମୟ ଆସିଛି ଶିକ୍ଷା ବିଭାଗ ଟିକେ ସ୍କିଲ୍ଡ ହୁଅନ୍ତୁ। ଇନୋଭେଟିଭ୍ ମେଥଡ଼ ଅଫ୍ ଟିଚିଂ ଆସୁ, ଯାହାଦ୍ୱାରା ଆମେ ଭଲ ସମାଜ ଗଠନ କରିପାରିବା। କାରଣ ଶିକ୍ଷା ଗୋଟେ ମୌଳିକ ବ୍ୟବସ୍ଥା। ଗୋଟେ ଦେଶର ଉନ୍ନତି, ରାଜ୍ୟର ଉନ୍ନତି, ସେ ଅଞ୍ଚଳର ଉନ୍ନତି ଯଦି ଶିକ୍ଷିତ ସମାଜ ବଢ଼ିବେ। ନହେଲେ ପଇସା ରୋଜଗାର କରିବା ପାଇଁ ତ ଅନେକ ରାସ୍ତା ଅଛି। ଛୋଟରୁ ଛୋଟ କାମ କଲେ ବି ପଇସା ରୋଜଗାର ହେଇପାରିବ, କିନ୍ତୁ ଶିକ୍ଷିତ ହୋଇ ଭଲ ମଣିଷ ହେବା ସେଇଟା ଗୋଟେ ନିହାତି ଆବଶ୍ୟକତାର କଥା। ତ ୟା ବିଷୟରେ ଆଗକୁ ବି ଆଲୋଚନା କରିବା। ଆପଣମାନଙ୍କର ମତାମତକୁ ନେଇ ଆଗକୁ ଆଲୋଚନା ବଢ଼େଇବି। ଆପଣମାନେ ମତାମତ ଦିଅନ୍ତୁ। ଏଇ ଯେଉଁ କଣ୍ଟେଣ୍ଟ ସବୁ ମୁଁ କରିକି କହୁଛି, ଆପଣମାନଙ୍କୁ ଏହା ଭଲ ଲାଗୁଛି, ଉତ୍ସାହିତ ହେଉଛନ୍ତି। ଆଉ ମୋର ପ୍ରତି କଣ୍ଟେଣ୍ଟର ଯାହା ଅଛି ତାକୁ ହିଁ ନେଇକି ଆପଣ ଆପଣଙ୍କର ମତାମତ ଦେବେ। ଅନେକ ସମୟରେ କ'ଣ ହେଉଛି, ମୋର ଟପିକ୍ ଥିବ ଗୋଟେ, ତା ଦେହରେ ଉତ୍ତର ଅଲଗା ଅଲଗା ଜିନିଷ ସବୁ ଆସୁଛି। ନାଇଁ, ଇଚ୍ ଆଣ୍ଡ ଏଭ୍ରି କଣ୍ଟେଣ୍ଟ ଇଜ୍ ଡିଫରେଣ୍ଟ ଫ୍ରମ୍ ଅଦର। ଆଉ ଯେଉଁଦିନ ଯେଉଁ ବିଷୟରେ ଆଲୋଚନା ହେଉଛି ତାର ଉପରେ ମତାମତ ବା କିଛି ସଜେସନ୍ ଦେଲେ ସେଇଟା କ'ଣ ହେବ ନା ଆଗକୁ ବଢ଼ିବ, ଆଲୋଚନାଟା ଆଗକୁ ବଢ଼ିବ। ଆପଣ ବି କିଛି କଥା ଅଧିକା ଜାଣିଛନ୍ତି। ଏମିତି ନାହିଁ ଯେ ଆମେ ସବୁ କଥା ଜାଣିଛୁ। ବହୁତ ଲୋକ ଅଛନ୍ତି, ସେମାନେ ବହୁତ ଭଲ ଭଲ କଥା କହିପାରିବେ, ଜାଣିଛନ୍ତି। ସଜେସନ୍ ଦିଅନ୍ତୁ, ତାକୁ ନେଇ ଆଗକୁ ଆମେ ବଢ଼ିବା। ତ ମୋର ଉଦ୍ଦେଶ୍ୟ କେବଳ ଗୋଟିଏ, ଆମେ ଏକ ଉତ୍ତମ ସମାଜ ଗଠନ କରିବା, ଭଲ ପରିବେଶ ସୃଷ୍ଟି କରିବା ଏବଂ ଭଲ ଭାବରେ ସମସ୍ତେ ଯେମିତି ବଞ୍ଚିପାରିବେ, ସମସ୍ତଙ୍କୁ ଇକ୍ୱାଲ୍ ଅପରଚ୍ୟୁନିଟି ପାଆନ୍ତୁ ଏ ଦେଶରେ।